କରୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ। କଟକରେ ପ୍ରବଳ ବର୍ଷା ଯୋଗୁଁ ମାଛମାନେ ଛତାଧରି ବୁଲିବା ଆରମ୍ଭ କରିଛନ୍ତି। ଗତକାଲି ବମଣିପାଟଣା ରେଳ ଧାରଣାରେ 15 କୋଟି ପିମ୍ପୁଡ଼ି ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସଠିକ୍ ଜଣାପଡ଼ିନାହିଁ। ବରପାଲିଠାରେ ଏହି କେତେ ଦିନ ହେଲା ମୁଢ଼ି ମିଲମାନେ ବନ୍ଦ ରହୁଥିବାରୁ କର୍ମୀମାନଙ୍କ ଧର୍ମଘଟ ଆଜି ସପ୍ତମ ଦିନରେ ପହଞ୍ଚିଛି। ବରପାଲିସ୍ଥିତ ପୂର୍ଣ୍ଣିବନ୍ଦରରେ ଆଜିକାଲି ଅତ୍ୟଧିକ ପରିମାଣରେ ଚେପ, ଖଙ୍କାର, ମଳମୂତ୍ର ପଡ଼ୁଥିବାରୁ ଏଠାରେ ବାସ କରୁଥିବା ମାଛମାନେ ଖସୁ ଓ ଖୁଜୁରୀ ରୋଗର ଶିକାର ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗଙ୍କ ତରଫରୁ ସମସ୍ତ ରୋଗୀଙ୍କୁ ଯାଞ୍ଚ କରାଯାଇ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ମନମଞ୍ଜାଡ଼ି ମଲମ ମାଗଣାରେ ଦିଆଯାଇଛି। ଗତକାଲି ରାଜ୍ୟ ସଚିବାଳୟ ସମ୍ମୁଖରେ କୁକୁଡ଼ାମାନଙ୍କର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ବସିଥିଲା। ସେଠାରେ ସେମାନଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ସେମାନେ ଆଉ ଅଣ୍ଡା ନ ଦେଇ ସିଧାସଳଖ ଶିଶୁ ଜନ୍ମ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାରଣ ମନୁଷ୍ୟମାନେ କୁକୁଡ଼ାମାନଙ୍କର ଅଣ୍ଡାକୁ ଖାଇଦେଉଥିବାରୁ କୁକୁଡ଼ାମାନଙ୍କର ଜନସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ଗତ ଏକ ସପ୍ତାହ ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରେ ରହୁଥିବା ବେଙ୍ଗମାନଙ୍କୁ ଭୀଷଣ ସର୍ଦ୍ଦି ଏବଂ କାଶ ହେଉଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା କେଜିଲଟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବରପାଲି ବଡ଼କେନ୍ଦ୍ରରେ ଆଜିକାଲି ଗୋଳିଆ ପାଣି ଆସୁଥିବାରୁ ମାଛମାନେ ପାଣି ଭିତରେ କିଛି ଦେଖି ନ ପାରି ବିଭିନ୍ନ ପଥର ଦେହରେ ପିଟି ହୋଇ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବରପାଲିରୁ ଦୀପ୍ତିପୁର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଛି। ବରପାଲି ସ୍ଥିତ ଦେଶୀ ମଦ ଭାଟିରେ ଏହି କିଛି ଦିନ ହେଲା ବଳଦମାନଙ୍କୁ ମାଗଣାରେ ମଦ ପିଇବାକୁ ଦିଆଯାଉ ନଥିବାରୁ ଭାଟି ମାଲିକଙ୍କ ପ୍ରତି ବଳଦମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି ଜଣାଇଛନ୍ତି। ଏକ ବିଶେଷ ସୂଚନା, ଆସନ୍ତାକାଲି କୁକୁରମାନଙ୍କୁ ରାଷ୍ଟ୍ରପତି ରାଉରକେଲାରୁ ଅବଲୋକନ ଅବସ୍ଥାରେ ଖାଲି ପାଦରେ ଚାଲି ଚାଲି ସମ୍ବଲପୁର ଆସୁଥିବାରୁ ସୁନ୍ଦରଗଡ଼, ରାୟଗଡ଼ପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରର ସମସ୍ତ ମାଇ କୁକୁରମାନଙ୍କୁ ସୂଚାଇ ଦିଆଯାଉଛି ଯେ ସେମାନେ ଆସନ୍ତାକାଲି ମୁଖ୍ୟ ରାସ୍ତାରେ ବୁଲିପାରିବେ ନାହିଁ। ସୂଚନାଟି ଏତିକିରେ ସମାପ୍ତ ହେଲା। ନୃସିଂହନାଥରୁ ଗୋଟିଏ ବଦମାସିଆ ପାଟି ମାଙ୍କଡ଼ ଅନ୍ୟ ଗୋଟିଏ ମାଇ ହନୁମାଙ୍କଡ଼କୁ ନେଇ ଚମ୍ପଟ ମାରିଛି। ଏନେଇ ନୃସିଂହନାଥର ହନୁମାଙ୍କଡ଼ମାନେ ନିକଟସ୍ଥ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ଦଶପଲ୍ଲାର ଘର ଜଙ୍ଗଲ ଭିତରେ ଗୋଟିଏ ଗୁଣ୍ଡୁଚି ମୂଷା ଗୋଟିଏ ହାତୀକୁ ଦର୍ଶନ କରିବା ଫଳରେ ହାତୀକୁ କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦର୍ଶନକାରୀ ଆସାମୀ ଗୁଣ୍ଡୁଚି ମୂଷାକୁ ଭାରତୀୟ ପିଙ୍ଗଲ କୋଡର 376 କ ରେ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି। ସମ୍ବାଦ ପ୍ରଚାର ବର୍ତ୍ତମାନ ପାଇଁ